कार्तिक महात्मा द्वाविंशोध्याय। एमंत नारदଙ୍କ ବାଣୀ ସେ ପୃଥୁ ରାଜା କନ୍ୟା ଶୁଣି ବିଚାରି ଧର୍ମ ଉପଦେଶ ନୃପତି ହୋଇଲା ସନ୍ତୋଷ। ନାରଦ ବାକ୍ୟ ମନେ କରି ସଂସାରେ ଧର୍ମ ଉଦୟ କରି ଜ୍ଞାନ ପାଇଲେ ଏକ ଏକ ମୁନି ଯେ ଗଲେ ବ୍ରହ୍ମଲୋକ। ସେ ମୁନି ବଚନେ ଅମୃତ ସଂସାରେ ହୋଇଲା ବିଖ୍ୟାତ। ଯେ ତାହା ଶ୍ରୁତି ପଥେ ଶୁଣି କିଏ ବା ସୁଜନେ ବଖାଣି। ଏମନ୍ତ କୃଷ୍ଣମୁଖୁ ଶୁଣି ପୁଣି ପୁଛନ୍ତି ଠାକୁରାଣୀ। ମୋର ସଂଶୟ ଦୂର କର ପ୍ରଭୁ କରୁଣା ସାଗର। କଳହ ନାମେ ଯେଉଁ ନାରୀ ସେ ସ୍ୱାମୀ ଦ୍ରୋହୀ ପାପ କରି ବନେ ପିଚାସୀ ହୋଇଥିଲା ବିପ୍ର ତାହାକୁ ଧର୍ମ ଦେଲା। ସେ ଧର୍ମ ହୋଇଲା ମୁକତ ଏଥକୁ ପୁଛଇ ଏମନ୍ତ। ଯେବଣ ସ୍ତ୍ରୀ ମୂର୍ଖପଣେ ନ ସେବେ ସ୍ୱାମୀର ଚରଣେ। ଉତ୍ତମ କଥା ନ ଶୁଣଇ ଧର୍ମ କିଏ ତାହା ନ ଜାଣଇ। କେହି ନ ଦେବେ ତାକୁ ଧର୍ମ ଏମନ୍ତ ହେବ ଯାର କର୍ମ ତାହାକୁ ଅଛି କେଉଁ ଗତି ବିଚାରି କହ ଜଗଜ୍ୟୋତି। କୃଷ୍ଣ ବୋଲନ୍ତି ପ୍ରିୟେ ଶୁଣ ସଂସାରେ ବିଧାତା ଭିଆଣ। ଜ୍ଞାନ ଅଜ୍ଞାନ ଦୁଇ ମତେ ବିଶେଷ ଅଛନ୍ତି ଜଗତେ। ତାହାଙ୍କ ପାପ ପୁଣ୍ୟ ଫଳ ଦିନକୁ ଦିନ କରି ଠୁଳ। ବିଧାତା ଦେଇଅଛି ବାଣ୍ଟି ଯାହାକୁ ଯାହା କର୍ମେ ଘଟି। ତାହା କହିବା ବିଧି ମତେ ହେ ପ୍ରିୟ ଶୁଣ ଏକଚିତେ। ସଂସାରେ ଚାରି ଧର୍ମ ସାର ସେ ଯେ ଅତ୍ୟନ୍ତ ପ୍ରିୟ ମୋର। ବୃକ୍ଷଙ୍କ ମଧ୍ୟରେ ତୁଳସୀ ତିଥିରେ ବ୍ରତ ଏକାଦଶୀ। କ୍ଷେତ୍ର ଦ୍ୱାରକା ପୁରସ୍ଥାନ ମାସେ କାର୍ତ୍ତିକ ଦିବ୍ୟମାନ। କାର୍ତ୍ତିକ ବ୍ରତ ମନେ ଧରି ଯେ ମତେ ସେବେ ମୂଳ କରି। ତାର ଦୁର୍ଗତି ଦୂର ଯାଇ ଏକେ ସେ ଅନ୍ତେ ମତେ ପାଇ। ସେ ପୁଣ ଥାଇ ତାର ସଙ୍ଗେ ପାପ ନ ରହେ ତାର ଅଙ୍ଗେ। ସେଇ ଲବଇ ମୁଖ୍ୟ ଗତି ଏଥି ଉତାରୁ ଶୁଣ ସତୀ। ଯେ ଜନ ହେବ ଦଣ୍ଡଧାରୀ ଯେ ଲୋକ ଗ୍ରାମେ ଅଧିକାରୀ। ଯେ ପ୍ରାଣୀ କୁଳର ନାୟକ ଏତିନି ମଧ୍ୟ ଯେତେ ଲୋକ। ଅର୍ଜନ୍ତି ପାପ ପୁଣ୍ୟ କର୍ମେ ଯେ ସେ ଷଡ଼ ଭାଗ ହୋଇ ଗମେ। କର୍ତ୍ତା ଲବଇ ପାଞ୍ଚ ଭାଗ ଅଧିକାରୀର ଅଂଶ ଭୋଗ। ଭୋଜନ ପରଶିବା ଠାରେ ଯେ ପରାପର ମନେ ଧରେ। ଆପଣା ସ୍ନେହ ଅନୁସରି ପରଶେ ଅନ୍ନ କ୍ଷୁଦ୍ର କରି। ସେ ଲୋକ ଯେତେ ପାପ ଥିଲା ତିନି ଲୋକରୁ ସେ ଲୋକ ଯେତେ ପାପ ଥାଇ ତିନି ଭାଗରୁ ଅଂଶେ ପାଇ। ଯେ ପାପ ପୁଣ୍ୟ କରିବାରେ ବୁଦ୍ଧିଦାୟକ ହୋଇ ତରେ। କିଏ ବା କରେ ଉଦଯୋଗ ସେ ପ୍ରାଣୀ ଲଭେ ସମଭାଗ। ଯେ ଜନ ପର ନିନ୍ଦା କରେ ପଶୁ ପିଶୁନ ବଚନ ଧିକ୍କାରେ। ସେ ତିନି ଅଂଶ ପାପ ଯାଇ ଯେ ଯାହା ସଙ୍ଗେ ସଙ୍ଗ ହୋଇ। ଉଭୟ ପାପ ପୁଣ୍ୟ ଯେତେ ଚତୁର୍ଥ ଅଂଶେ ଲଭେ ନିତେ। ଯେ ଜନ ମହାପାପୀ କହି ସୁବର୍ଣ୍ଣ ଚୋର ଗୁରୁଦ୍ରୋହୀ। ବ୍ରହ୍ମ ଇତ୍ୟାଦି କୃତ ଗଣ ଏ ଚାରି ଲୋକେ ସଙ୍ଗ ଜନ। ପାଞ୍ଚ ହିଁ ସମ ମହାପାପୀ ଚତୁର୍ଥ ଅଂଶୀ ନାନ ରୂପୀ। ସେ ଯେ ବଳେ ପରଦ୍ରବ୍ୟ ହରେ କିଏ ବା ଆପେ ଚୋରି କରେ। ଦାମ୍ଭିକ ପଣେ ଧର୍ମ କରେ ଅଧର୍ମ ଅର୍ଥ ହରେ। ଅର୍ଥିର ପାପ ଯେତେ ଥାଇ ଦାମ୍ଭିକ ଦେହେ ବସେ ଯାଇ। ଗୃହିଣୀ ପୁତ୍ର ଶିଷ୍ୟ ବୃତ ଏ ଚାରି ଜନ ଲୋକ ମତ। ସୁଚିତେ ସେବା ଅନୁକ୍ରମେ କାରିଣୀ ହୁଅନ୍ତି ପ୍ରଭୁ ଧର୍ମେ। ଚିତ୍ତ ହରଣ କରେ ଯେହୁ ଭୟ ପାପ କର୍ତ୍ତା ସେହୁ। ଗୃହସ୍ଥ ଧର୍ମ ଯେବେ କରି କିଏ ବା ପାପ ହିଁ ଆଚରି। କୁଟୁମ୍ବ ଜନକୁ ପୁଛିବ ପ୍ରଭୁ ଭକ୍ତଙ୍କୁ ପଚାରିବ। ଯୁବତୀ ପାପ ପୁଣ୍ୟ ବେନି ଷଡ଼ ଅଂଶରେ ସ୍ୱାମୀ ଘେନି। ସେବକ କର୍ମ ହି ରୂପେ ସାମନ୍ତ ହୃଦଗତେ ବ୍ୟାପେ। ଯେ ବଣ ଜନ ଋଣ କରି ଶୁଝି ନ ପାରି ଯାଏ ମରି। ସେ ଧର୍ମ ଅର୍ଜି ଥାଏ ଯେତେ ସାଧୁତା ଦ୍ରବ୍ୟ ଅନୁଗତେ। ଖାତକ ତହୁଁ ଧର୍ମ ପାଇ ଯମ କରଣେ ବୁଝି ଦେଇ। ଖାତକ ଧର୍ମ ଯେବେ ନାହିଁ ସାଧୁ ପାପରେ ହୋଇ ଗ୍ରାହୀ। ଦ୍ରବ୍ୟ ସମାନେ ପାପ ପାଇ ଖାତକ ନର୍କେ ପଡ଼ିଥାଇ। ଯେ ଇଷ୍ଟ ଅର୍ଥେ ମାଗି ଦ୍ରବ୍ୟ ଆଣି ଗାହ୍ୟର୍ଯ୍ୟ କରେ ସର୍ବ। ଦାତା ଲୋଭଇ ଯେବା ଧର୍ମ ଯେବେ ତା ଥାଇ ପାପ କର୍ମ। ଗ୍ରାହ୍ୟ ଅଙ୍ଗରେ ବସେ ଯାଇ କହନ୍ତି ପ୍ରଭୁ ଭାବଗ୍ରାହୀ। ଏମନ୍ତ ପାପ ପୁଣ୍ୟ ଯେତେ ସଂସାରେ ହେଉଥାଇ ନିତ୍ୟେ।
ଏକ ଆରକେ କର୍ମ ମେଣ୍ଟି ବିଧାତା ଦେଉଅଛି ବାଣ୍ଟି। କେବଳ କର୍ମ କଲା ସାର ଆପଣେ ଦେଲେ ପାଇପାର। ଯେବେ ଲଭିବ ପୁଣ୍ୟ ଯଶ ବିକଳେ ଆତ୍ମା କଲେ ନାଶ। ଏହି ପ୍ରକାରେ ପାପ ପୁଣ୍ୟ ଘେନି ସଂସାରେ ଜନମାନ। ରୋହିଣୀ କର୍ମମୟ ରଥେ ସ୍ୱର୍ଗ ନରକ ବେନିପତେ। ସାଧୁ ଅସାଧୁ ସଙ୍ଗେ ଫଳ ଗତ ଆଗତ କାଳେ। ସାଧୁ ଅସାଧୁ ସଙ୍ଗେ ଫଳେ ଗତ ଆଗତ କାଳେ କାଳେ। ପ୍ରାଣୀ ହୁଅନ୍ତି ୟାତ ଜାତ କହନ୍ତି ବସୁଦେବ ସୁତ। କେବଳ ସଂସାର ସାଗରେ ସ୍ୱଜନ ସଙ୍ଗ ଥିଲେ ତୋରେ। ବଣଇ ମହାଦେବ ଦାସ ସୁଜନ ଜନରେ ବିଶ୍ୱାସ। ଇତି ଶ୍ରୀ ପଦ୍ମପୁରାଣ ଉତ୍ତରଖଣ୍ଡେ କାର୍ତ୍ତିକ ମାହାତ୍ମ୍ୟ ସଙ୍ଗ ଗୁଣେ କର୍ମ କଥନେ ନାମ ଦ୍ୱାବିଂଶୋଧ୍ୟାୟ।